ଜୟ ଜଗନ୍ନାଥ। ଆଜି ଭଲ କଥା ଛୁଆ ମନେ ରଖ। ସାତ ପଦରେ ଖେଳ କହିବାର କାରଣ କ'ଣ? ଠାକୁର ଅଭିରାମ ପରମହଂସଙ୍କ ବାଣୀ ହିସାବରେ ଖଣ୍ଡଗିରିରେ ଦିନେ ପରୀକ୍ଷା ହେବ। ତମକୁ ଅତୀତରେ କହିଛୁ ଖଣ୍ଡଗିରି ହେଉଛି 5ଟି ସ୍ଥାନକୁ ଖଣ୍ଡଗିରି ବୋଲି ଧରାଯାଇଛି ବା ଖଣ୍ଡଗିରି 5 ପ୍ରକାରର। ଗୋଟିଏ ହେଲା କ'ଣ ଖଣ୍ଡଗିରି, ଆଉ ଗୋଟିଏ ହେଲା ଅଖଣ୍ଡଗିରି, ଆଉ ଗୋଟେ ହେଲା ଶ୍ରୀ ଖଣ୍ଡଗିରି, ଆଉ ଗୋଟେ ହେଲା ସିଦ୍ଧ ଖଣ୍ଡଗିରି, ଆଉ ଗୋଟେ ହେଲା ଗୁପ୍ତ ଖଣ୍ଡଗିରି। ତେଣୁ ଠାକୁର ଅଭିନୟ ସୁନ୍ଦର କହନ୍ତି ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଥିବା ଖଣ୍ଡଗିରିରେ ଦିନେ ନା ଦିନେ କ'ଣ ହବ? ପରୀକ୍ଷା। ଆଉ ପରୀକ୍ଷା କିଏ? ସେ ଯେଉଁ ପରୀକ୍ଷା ହବ ସେ ପରୀକ୍ଷା ଉତ୍ତୀର୍ଣ୍ଣ ହବା ବହୁ କଷ୍ଟ। ବୁଝିହେଉଛି? ଘାଟରେ ଯୋଗମାୟା ଥିଲେ, ପରୀକ୍ଷା ନେବେ ଯୋଗମାୟା। ଯୋଗମାୟା ପରୀକ୍ଷା କରି ସେ ଠାକୁରଙ୍କ ପାଖକୁ ପଠେଇଲେ। ଯେମିତି ଘର ନ ପଶୁଣୁ କହନ୍ତି କ'ଣ ଚାଳ ବାଜିଲା, ସେମିତି ଯେଉଁମାନେ ଭକ୍ତ ତାଙ୍କର ହୁଅନ୍ତୁ, ଅଭକ୍ତ ଯେଉଁମାନେ ଯେମିତି ପୂର୍ବ ସୁର କହିଥିଲେ ଅମଣିଷ, ସେହିପରି ଭାବରେ ଯେଉଁମାନେ ମାୟା ପଟଳ ରୂପକ ଧାରଣ କରି ଭକ୍ତ ସାଜିଥିବେ ତାଙ୍କର ପରୀକ୍ଷା। ସେ ପରୀକ୍ଷା ନେବେ କି ସିନା ଯୋଗମାୟା। ଯୋଗମାୟା ଦିନେ ନେବେ। ସେଠି ତମେ ପୁରୁଷ ଅଙ୍ଗରେ ଯଦି ଥିବ ତାହେଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରିବ ନାହିଁ। ଯଦି ମା ଅଙ୍ଗରେ ଥିବ ବା ନାରୀ ଅଙ୍ଗରେ ଥିବ ତାହେଲେ ସେ ପରୀକ୍ଷା କ'ଣ ହବ? ଉତ୍ତୀର୍ଣ୍ଣ ହେବ। ଏଥିରୁ ପ୍ରଶ୍ନ ଆସିପାରେ ତମ ମନରେ, ଜଣେ ପୁରୁଷ କ'ଣ ନାରୀ ହେଇପାରେ? ଏଠି ଠାକୁର କହିବା କଥା ବା ଅଭିନୟ ସୁନ୍ଦର କହୁଛନ୍ତି ଜଗତରେ ସମସ୍ତେ ନାରୀ। ଜଣେ ହେଉଛନ୍ତି ପୁରୁଷ, ସେ ହେଉଛନ୍ତି କିଏ? ସେ ମହାପ୍ରଭୁ। ତେଣୁ ତମେ ମାନେ ଏ ଭକ୍ତବୃନ୍ଦ ତମେ ନାରୀ ଭାବକୁ ଧର। ଏ ଶଙ୍ଖା ସିନ୍ଦୁର ପିନ୍ଧିକି ପୁରୁଷ ଲୋକ ଶଙ୍ଖା ସିନ୍ଦୁର ପିନ୍ଧି ନାରୀ ଭାବ ହେଲେ ସେଇଟାକୁ କୁହାଯାଏ। କିନ୍ତୁ ପୁରୁଷ ତ ପୁରୁଷ। ନାରୀ ଭାବ କ'ଣ? ଭକ୍ତ ଆଉ ଭଗବାନଙ୍କର ଯେଉଁ ସମ୍ପର୍କ, ଯେଉଁ ପ୍ରେମ ଭାବ, ସେଇ ଭାବ କାମନା ଶକ୍ତି ଜାଗ୍ରତ କରାଅ ନାହିଁ। ଏ ଆଖି ଦିଟାକୁ ପବିତ୍ର ଭାବ ରଖ। ଏବେ ଯାଇକି ସେ ରାସରୁ ତମେ ଉତ୍ତୀର୍ଣ୍ଣ ହେବ। ଗୋଟେ ଭଲ କଥା କହୁଛୁ ମନେ ରଖିଥା। ଦ୍ୱାପର ଯୁଗ କଥା। ଭୀଷ୍ମଦେବ ମହାଭାରତ ଯୁଦ୍ଧ ହେଇଛି, ଭୀଷ୍ମ ସେନାପତି ଯାଇଛନ୍ତି। ଏହି ସମୟରେ ସଖାକୁ ପଚରା ହେଇଛି କୃଷ୍ଣଙ୍କୁ, ପ୍ରଭୁ କାଳେ ଭୀଷ୍ମ ଅର୍ଜୁନଙ୍କର ଯୁଦ୍ଧ ହେବ, ଭୀଷ୍ମଙ୍କୁ କେହି ପରାସ୍ତ କରିପାରିବେନି, କ'ଣ କରାଯିବ? ନା ହଁ ହବ ନା ଶ୍ରୀଖଣ୍ଡୀକି, ବିରାଟଙ୍କ ପୁଅ ଶ୍ରୀଖଣ୍ଡୀ, ଶ୍ରୀଖଣ୍ଡୀକି ଅର୍ଜୁନଙ୍କ ରଥରେ ନେବାକୁ ପଡ଼ିବ। କାହିଁକି? ଅମ୍ବାଳିକା କଥା। ଭୀଷ୍ମ ବିବାହରେ ତାଙ୍କୁ ତ୍ୟାଗ କରିଥିଲେ। ସିଏ ପ୍ରତିଶୋଧ ନେବା ପାଇଁ କ'ଣ ହେଇଛନ୍ତି? ପୁଣି ଆଇଛନ୍ତି ପୁରୁଷ ଅଙ୍ଗରେ। ଏହି ସମୟରେ ଭୀଷ୍ମ ଯେତେବେଳେ ଦେଖି ଦେଇଛନ୍ତି, ସେଇଠି ତାଙ୍କର ମନ ପଡ଼ିଯାଇଛି ଅମ୍ବାଳିକା। କେଡ଼େ ବଡ଼ ଭୁଲ କଲି। ମୁଁ ଯଦି ସଂସାର କରିଥାନ୍ତି ଏ କୁରୁବଂଶ ଜାତ ହେଇ ନଥାନ୍ତେ, କି ଆଜି ଏ ବଂଶ ବୁଡ଼ିବାକୁ ଯାଇନଥାନ୍ତେ। ଏତିକି ଭାବିଲା ସମୟରେ ତାଙ୍କର କାମନା ଶକ୍ତି ଜାଗ୍ରତ ହେଇଛି, ତାଙ୍କର ବୀର୍ଯ୍ୟ କ'ଣ ହେଇଯାଇଛି? କ୍ଷୟ ହେଇଯାଇଛି। କିନ୍ତୁ ଭୀଷ୍ମ ପରି ବ୍ରହ୍ମଚାରୀ ସଂସାରରେ ନଥିଲେ।
ପର୍ଯ୍ୟନ୍ତ ଭୀଷ୍ମ ପରି ବ୍ରହ୍ମଚାରୀ ସଂସାରରେ ନଥିଲେ। ହେଲେ ବିଚ୍ଛେଦ ହେଇଯାଇଛି, ସେ ଆଉ ଖଣ୍ଡ ଉଠେଇ ପାରୁନା। ଏଇ ସମୟରେ ଅକୃଷ୍ଣ କହୁଛନ୍ତି ସଖା ଆଉ ଅପେକ୍ଷା କର ନା, ଏତେ ଗୁଳିଆ ମାରିକି ଖସେଇ ବୁଝିହେଉଛି। କାରଣ ଶିଖଣ୍ଡୀକି ଯେତେବେଳେ ଦେଖିଦେଇଛନ୍ତି, ଶିଖଣ୍ଡୀ ତାଙ୍କୁ ଦେଖାଯାଉଛି କିଏ, ସେ ଅମ୍ବାବତା। ବୁଝିହେଉଛି ନା। ସେମିତି ବର୍ତ୍ତମାନ ଯେକୌଣସି ବ୍ୟକ୍ତି ହଉ, ସର୍ବପ୍ରଥମେ ଆଖି ଦୁଇଟାକୁ ପବିତ୍ର ଭାବ କରିବା ଆମମାନଙ୍କର କର୍ତ୍ତବ୍ୟ। ଯଦି ଆଖି ଆମେ ପବିତ୍ର ଭାବ ନ କରିଥିବା, ଠିକ ଥାକ ବେଳକୁ ଯୋଗମାୟା କ'ଣ କରିବେ, ପରୀକ୍ଷା କରିବେ। ସେ ନିଶ୍ଚିନ୍ତ କ'ଣ ହବ, ପରୀକ୍ଷାରେ ଫେଲ୍ ହେବାକୁ। ସେଥିପାଇଁ ଠାକୁର ଅଭିନୟ ସୁନ୍ଦର କହନ୍ତି, କ'ଣ କହୁଛନ୍ତି ସନାତନ ଗୀତା, ବହୁ ମତମାନ ଖଣ୍ଡନ ହୋଇବ, ସାର ବଛାଅ ହେବ ଏହି ଭାବେ ଯେତେ ଭକ୍ତମାନେ ଥିବେ, ହ୍ରାସ ଦେଖିବେ। ସେ କେଉଁମାନେ ଦେଖିବେ, ଯେଉଁ ଭକ୍ତମାନେ ନାରୀ ଭାବରେ ଥିବେ, ନିଷ୍କାମ ଭାବରେ ଥିବେ, ସେମାନେ ନିଶ୍ଚୟ ପ୍ରଭୁଙ୍କର କ'ଣ କରିବେ, ହ୍ରାସ ଦେଖିବେ। ପୁଲିଙ୍ଗରେ ରାସ ନୁହଁ ଦର୍ଶନ, ସ୍ତ୍ରୀ ଅଙ୍ଗ ତହିଁକି ଲୋଡ଼ା। ନିଜ ପୁରୁଷ ଅଙ୍ଗରେ ପ୍ରଭୁଙ୍କର ହ୍ରାସ ଦେଖିପାରିବେ ନାହିଁ। କାମନା ଶକ୍ତିକି ବିଭର୍ଜିତ କରିବାକୁ ପଡ଼ିବ ଏବଂ ସତ୍ୟ, ଶାନ୍ତି, ଦୟା, କ୍ଷମା, ସ୍ନେହ, ମମତା ଯାହା ହୃଦୟରେ ଥିବ, ଏକାଗ୍ର ଭାବ ଯାହା ହୃଦୟରେ ଥିବ, ସେ ହ୍ରାସ ଦେଖିପାରିବ। କାହିଁକି, ମହାମାୟା ଭକ୍ତି ପରୀକ୍ଷା କରିବେ, ପହରା ସେଠାରେ କଡ଼ା। ଭାରି କଡ଼ା ହେଇଥିବ ପହରା, ଯୋଗୁଆଳି ଥିବେ, ଯୋଗମାୟା କ'ଣ କରିବେ, ପରୀକ୍ଷା ଗୋଟି ଗୋଟିକିରି ନେବେ। ଯିଏ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବ, ସେ ପରୀକ୍ଷା କୋଉଠି ହେବ ନା, ନୈମିଷାରଣ୍ୟେ ମୀମାଂସା ହୋଇବ। 7 ଗୋଟି ପଦ ଅର୍ଥ ଅନୁମୋଦନ କରିବେ ଭଗବାନ, ଶୁଣ ମନ ନର ନାଥ। କହିଲେ ସେ ଯେଉଁ ପରୀକ୍ଷା ହେବ କୋଉଠି, ନୈମିଷାରଣ୍ୟ, ଏକାମ୍ର କ୍ଷେତ୍ରରେ, ଖଣ୍ଡଗିରିରେ, ସେଠିକେ ଯୋଗମାୟା ପରୀକ୍ଷା କରିବେ। କେତେ, 7 ଗୋଟି ପଦ। ସେ ପଦ ମାନେ ତ ସବୁ ଯାକ 2 ଅକ୍ଷର ହେଇଥିବ। ସେ ପଦ କ'ଣ ନା ପୂର୍ବରୁ ସୁରେ କହିବି। କିନ୍ତୁ ଯେତେବେଳେ ଯୋଗମାୟା ପରୀକ୍ଷା କରିବେ, ସେ ପରୀକ୍ଷାରୁ ଯିଏ ଉତ୍ତୀର୍ଣ୍ଣ ହେବେ, ସେ ଠାକୁରଙ୍କ ପାଖକୁ ପଠେଇବେ। କାହିଁକି, ତମେ ଦେଖିବ ମହାପୁରୁଷଙ୍କର ଏକାକ୍ଷର ମେଳା ହୋଇ ସେ ନେଇଛନ୍ତି, ଖଣ୍ଡଗିରି ଯେ ମୂଳ ସ୍ଥାନ, ଲଳାଟ କେଶରୀ ଆଶ୍ରମ, କରବାଳ ଯେ ଅଛି ରହି, ଦୁଷ୍ଟଙ୍କୁ ବିନାଶିବା ପାଇଁ। ତେଣୁ ଖଣ୍ଡଗିରି ଯେ ମୂଳ ସ୍ଥାନ। ଏ କେଉଁ ଖଣ୍ଡଗିରି ନା, ଭୁବନେଶ୍ୱର ଖଣ୍ଡଗିରି। ସେମିତି ପିତବା ଦାସ ନେଇଛନ୍ତି, ଜଗନ୍ନାଥ ତୁମେ ନୀଳାଚଳ ଛାଡ଼ି ଯାଅ ନା, ତୁମ ନାମରେ ବାଜିବ ନିନ୍ଦା ବାଜଣା। ଖଣ୍ଡଗିରିରେ ରହିବ, କଡ଼ା ଗଣ୍ଡା ଜାରି ହେବ, ଖଣ୍ଡଗିରି ତଳେ ହେବ କଚେରୀଖାନା। ବୁଝିହେଉଛି ନା। ତେଣୁ ଖଣ୍ଡଗିରି ସମସ୍ତେ ପ୍ରାୟ ଆଇଡେଣ୍ଟିଫାଏ କରି, ଶିଶୁନାଥ ସେମିତି ଖଣ୍ଡଗିରି ଉପରେ ଦେଖିଛନ୍ତି। କେଉଁ ଖଣ୍ଡଗିରି ନା, ଆମର ଏକାମ୍ର କ୍ଷେତ୍ର ଖଣ୍ଡଗିରି ଉପରେ। ବର୍ତ୍ତମାନ ଲୋକ ବାରିଆଡ଼େ ଯାହାର ପାହାଡ଼ ଥିବ, ସେ କହିଲେ ମୋ ବାରିଆଡ଼େ ଗୋଟେ ଖଣ୍ଡଗିରି। ତେଣୁ ସେଥିପାଇଁ ମହାପୁରୁଷ ଖଣ୍ଡ ଖଣ୍ଡାୟତ ହୋଇଯିବେ ହତ, କହୁଅଛି ଖଣ୍ଡଗିରି। ଭକତି ଭାବରେ ଲାବଣ୍ୟ ମୂର୍ତ୍ତ, ଭକତି ଭାବରେ ଲାବଣ୍ୟ ରୂପକୁ ଦର୍ଶନ ଦେବେ ହରି। ଯାହାର ଭକ୍ତି ଥିବ, ଯାହାର ଭାବ ଥିବ, ତାକୁ ଲାବଣ୍ୟ ରୂପରେ, ଛୋଟ ଛୁଆ ରୂପରେ ଦର୍ଶନ ଦେବେ, ପ୍ରଭୁ ତାଙ୍କୁ ଦର୍ଶନ ଦେବେ। ତେଣୁ ଏହି ଘଟଣା ମାନ ଏକାମ୍ର କ୍ଷେତ୍ରରେ ଥିବା ଖଣ୍ଡରେ ଘଟିବ ବୋଲି ଠାକୁର ଅଭିନୟ ସୁନ୍ଦର ଆମମାନଙ୍କୁ କ'ଣ କରିଛନ୍ତି, ନିର୍ଦ୍ଦେଶନ ଦେଇଛନ୍ତି। ଏ କଥା କେବେ ଘଟିବ, ତାକୁ ପୂର୍ବପୁରୁଷରୁ ମଧ୍ୟ ଆଲୋଚନା କରିବା, ସମୟ ସାପେକ୍ଷ। ଜୟ ଜଗନ୍ନାଥ, ଜୟ ସତ୍ୟନାରାୟଣ ସ୍ୱାମୀ ସତୀଚା ପୂର୍ଣ୍ଣ ହଉ, ଗୌରାନନ୍ଦିକ ବା ହରି।